ଆପଣଙ୍କୁ 100 ଗ୍ରାମ ଛେନାପୋଡ଼ ଦିଆହବ। 4ଟା କଲରା ସିଝା ଦିଆହବ। କୋଉଟା ଖାଇବେ? 90% ଲୋକ କହିବେ ଛେନାପୋଡ଼। କଲରା କିଏ ଖାଇବ? ଛେନାପୋଡ଼ ଖାଇଲେ ପାଟିକୁ ସ୍ୱାଦ ଲାଗେ, ମଜା ଲାଗେ। ମଣିଷର ବ୍ରେନ୍ ସବୁବେଳେ ସହଜ କାମ କରିବାକୁ ଚାହେଁ। ଯୋଉ କାମ କଲେ ଖୁସି ମିଳେ, ଆନନ୍ଦ ମିଳେ, ତାକୁ ଚଏସ୍ କରେ। କଷ୍ଟ କରିବାକୁ ଜମା ବି ପସନ୍ଦ କରେନି। କିନ୍ତୁ କଷ୍ଟ ହେଉଛି ଆପଣଙ୍କର ପ୍ରକୃତ ବନ୍ଧୁ। କଲରା ଖାଇଲେ ପିତା ଲାଗିବ, ମଜା ଲାଗିବନି, ଖାଇବାକୁ ଇଚ୍ଛା ହେବନି, କିନ୍ତୁ ଶରୀରର ବହୁତ ଉପକାର କରିବ। ଯିଏ କଷ୍ଟ ସହିବ ସିଏ ଭଲ ଫଳ ପାଇବ। ମନ୍ଦିର ବାହାରେ ପଡ଼ିଥିବା ପଥର ମନ୍ଦିର ଭିତରେ ଥିବା ମୂର୍ତ୍ତିକୁ ପଚାରିଲା, ଆରେ ମୂର୍ତ୍ତି, ତୁ ଏମିତି କ'ଣ କଲୁ ଯେ ଲୋକ ତୋତେ ପୂଜା କରୁଛନ୍ତି, ମୋ ଉପରେ ପାଦ ରଖିକି ଯାଉଛନ୍ତି? ମୂର୍ତ୍ତି କହିଲା, ତୁ ଠିକ୍ କହୁଛୁ। ତୁ ବି ପଥର, ମୁଁ ବି ପଥର। କିନ୍ତୁ ତତେ ଯେତେବେଳେ ହାତୁଡ଼ି ପାହାର ବସିଲା, ତୁ କହିଲୁ, ନା ନା, ମୋତେ ଛାଡ଼ି ଦିଅ, କଷ୍ଟ ହେଉଛି, ମୁଁ କଷ୍ଟ ସହିପାରିବିନି। ମୋଠି ଯେତେବେଳେ ହାତୁଡ଼ି ପାହାର ବସିଲା, ମୋତେ ବି କଷ୍ଟ ହେଲା, ବହୁତ କଷ୍ଟ ହେଲା, କିନ୍ତୁ ମୁଁ ସହିଗଲି। ଯାହା ଫଳରେ ମୁଁ ମୂର୍ତ୍ତି ହେଇଗଲି। ଲୋକ ଆଜି ମୋତେ ପୂଜା କରୁଛନ୍ତି। ମୋ କଷ୍ଟର ଫଳ ମୁଁ ପାଇଲି। ତୁ ଯଦି ସେତେବେଳେ ସହିଯାଇଥାନ୍ତୁ, ଆଜି ମୂର୍ତ୍ତି ହେଇଥାନ୍ତୁ, ତତେ ବି ଲୋକ ପୂଜା କରୁଥାନ୍ତେ। ତୁ କଷ୍ଟ ସହିଲୁନି, ଆନନ୍ଦକୁ ବାଛିଲୁ। ତେଣୁ ତୋ ସ୍ଥାନ ମନ୍ଦିରରେ ନୁହଁ। ଆପଣ ଯଦି ମାନ, ସମ୍ମାନ ସବୁ କିଛି ପାଇବାକୁ ଚାହୁଁଛନ୍ତି, ଜୀବନରେ କିଛି ବଡ଼ ହାସଲ କରିବାକୁ ଚାହୁଁଛନ୍ତି, କଷ୍ଟ ସହିବାକୁ ପଡ଼ିବ। ଆପଣଙ୍କୁ ଗୋଟେ ବହି ଦିଆଯିବ, ଗୋଟେ ମୁଭି ଦିଆଯିବ। ଯଦି ମୁଭିଟିକୁ ବାଛିବେ, 2 ଘଣ୍ଟା ଯାଏ ଖୁବ୍ ଆନନ୍ଦ ନେବେ, ହସିବେ, ନାଚିବେ, କୁଦିବେ, ଖୁବ୍ ମଜା ଲାଗିବ। କିନ୍ତୁ ଦିନେ 2 ଦିନ ପରେ ସବୁ ଭୁଲିଯିବେ। ଯଦି ସେଇ ଜାଗାରେ ବହିଟିକୁ ବାଛିବେ, ମଜା ଲାଗିବନି, ପଢ଼ିବାକୁ କଷ୍ଟ ଲାଗିବ, କିନ୍ତୁ ସେଥିରୁ ଯାହା ଶିଖିବେ ଲାଇଫ୍ ଲଙ୍ଗ୍ କାମରେ ଆସିବ। ଆପଣ ଯେତେ ଅଧିକ ପରିଶ୍ରମ କରିବେ ସେତେ ଭଲ ଫଳ ପାଇବେ। ଆଉ ଯଦି ପରିଶ୍ରମ କରିବାକୁ ପଛଘୁଞ୍ଚା ଦେବେ, ଜୀବନ ସାରା ଦୁଃଖରେ କଟିବ। ଆପଣଙ୍କ ପାଖରେ 2ଟି ଚଏସ୍ ଅଛି। ଏବେ ଯଦି ମଜା କରିବେ, ଲାଇଫ୍ ସାରା କଷ୍ଟ ପାଇବେ। ଏବେ ଯଦି କଷ୍ଟ କରିବେ, ଲାଇଫ୍ ସାରା ମଜା ନେବେ। ବିଚାର ଆପଣଙ୍କର। ଦୁନିଆରେ ଯେତେ ସଫଳ ଲୋକଙ୍କୁ ଦେଖୁଛନ୍ତି, ସମସ୍ତେ କ'ଣ ବିନା ପରିଶ୍ରମରେ ସଫଳ ହୋଇଛନ୍ତି? କଠୋର ପରିଶ୍ରମ କରି, ଦୁଃଖ କଷ୍ଟ ସବୁକିଛି ସହି ନିଜର କର୍ତ୍ତବ୍ୟ କରିଛନ୍ତି। ସେମାନଙ୍କ ପାଖରେ ବି ସୁଯୋଗ ଥିଲା ମଜା କରିବା ପାଇଁ, କିନ୍ତୁ ସେମାନେ ପ୍ଲେଜର ନୁହଁ, ପେନ୍କୁ ବାଛିଲେ। ମୌଜ ମଜଲିସ୍ କଲେ ଖୁସି ତ ମିଳିବ, କିନ୍ତୁ ସେ ଖୁସି ଚିରସ୍ଥାୟୀ ନୁହଁ। ଆପଣଙ୍କର ଭବିଷ୍ୟତ ବଦଳିବନି, ବରଂ ବର୍ବାଦ ହେଇଯିବ। ମଣିଷ ଯେତେବେଳେ ଦୁଃଖରେ ଥାଏ, ବହୁତ କିଛି ଶିଖେ, କିନ୍ତୁ ସୁଖ ବେଳେ ସବୁ ଭୁଲିଯାଏ। ତେଣୁ ସବୁବେଳେ ପରିଶ୍ରମ କରିବାକୁ ପଛଘୁଞ୍ଚା ଦେବେନି। ଯଦି ଗୋଟେ କାମ କରିବା ଦ୍ୱାରା ଭବିଷ୍ୟତରେ ଆପଣଙ୍କର ଉନ୍ନତି ହେବ, ସେ କାମ ଯେତେ କଷ୍ଟ ଲାଗୁ ପଛେ ପ୍ରଥମେ କରିବେ। ଯଦି ଆପଣ ବଡ଼ ସଫଳତା ଚାହୁଁଛନ୍ତି, ଧନୀ ହେବାକୁ ଚାହୁଁଛନ୍ତି, ପ୍ରୋବ୍ଲେମକୁ ଫେସ୍ କରିବାକୁ ପଡ଼ିବ। ଯୋଉ କାମ କଲେ ଆପଣଙ୍କୁ କଷ୍ଟ ହେଉଛି, ଜାଣି ନିଅନ୍ତୁ ସେଇଟା ଆପଣଙ୍କ ପାଇଁ ଉଚିତ କାମ। ରସଗୋଲା ଖାଇବାକୁ କଷ୍ଟ ହୁଏନି, 2 କିଲୋମିଟର ଦୌଡ଼ିବାକୁ କଷ୍ଟ ହୁଏ। ରସଗୋଲା ଖାଇଲେ ସେମିତି କିଛି ବେନିଫିଟ୍ ପାଇବେନି, କିନ୍ତୁ 2 କିଲୋମିଟର ଦୌଡ଼ିଲେ ବହୁତ ବେନିଫିଟ୍ ପାଇବେ। କିଛି କାମ କଲାବେଳେ ଯଦି କଷ୍ଟ ହେଉଛି, ଜାଣନ୍ତୁ ଯେ ଆପଣ ଠିକ୍ ରାସ୍ତାରେ ଅଛନ୍ତି। ମନେ ରଖନ୍ତୁ, ଆଜିର ଟିକିଏ କଷ୍ଟ, ଟିକିଏ ଯନ୍ତ୍ରଣା ଭବିଷ୍ୟତରେ ଆପଣଙ୍କ ଜୀବନରେ ଖୁସି ଆଣିଦେବ। କଷ୍ଟ ଆପଣଙ୍କର ରିଅଲ ଫ୍ରେଣ୍ଡ, କାହିଁକି ନା ଆଜିର ପେନ୍, ଆଜିର କଷ୍ଟ ଭବିଷ୍ୟତରେ ଆପଣଙ୍କ ପାଇଁ ପ୍ଲେଜର ଆଣିଦେବ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ।